ଆପଣ ଯେଉଁ ଧର୍ମର ହେଇଥାନ୍ତୁ ନା କାହିଁକି ଭଲ ମଣିଷଟି ହେବା ପାଇଁ ଚେଷ୍ଟା କରନ୍ତୁ, କାରଣ ମରିଗଲା ପରେ ଭଗବାନଙ୍କ ପାଖରେ ଆପଣଙ୍କ ଧର୍ମର ନୁହେଁ ବରଂ ଆପଣଙ୍କ କର୍ମର ହିସାବ ହେବ। ସତରେ କ'ଣ ଭଗବାନ ଅଛନ୍ତି? କର୍ମଫଳ କ'ଣ ଦିଅନ୍ତି ନା ଏସବୁ ମନ ଗଢ଼ା? ଚାଲନ୍ତୁ ଶୁଣିବା ଏହି ପରିପ୍ରେକ୍ଷୀରେ ସୁନ୍ଦର କାହାଣୀଟିଏ। ଏ କାହାଣୀରୁ ଆପଣମାନେ ଜାଣିପାରିବେ ଭଗବାନ ଅଛନ୍ତି ନା ଏସବୁ ମନ ଗଢ଼ା। ଜଣେ ରାଜାଙ୍କ ଘରେ ପୂଜାପାଠ ଚାଲିଥାଏ। ପୂଜାପାଠ ସରିଲା ପରେ ପଣ୍ଡିତ ମହାଶୟଙ୍କୁ ମହାରାଜ ପଚାରିଲେ, ଆଚ୍ଛା ପଣ୍ଡିତ ମହାଶୟ, ଈଶ୍ୱର ଯଦି ଅଛନ୍ତି ତାହେଲେ ଈଶ୍ୱର ଦେଖାଯାଉନାହାନ୍ତି କାହିଁକି? ତାଙ୍କର ଦ୍ୱିତୀୟ ପ୍ରଶ୍ନ ଥିଲା ଯେ ଈଶ୍ୱର କେତେ ଦୂର ପର୍ଯ୍ୟନ୍ତ ଦେଖିପାରନ୍ତି? ଏବଂ ତାଙ୍କର ତୃତୀୟ ପ୍ରଶ୍ନ ଥିଲା ଈଶ୍ୱର କ'ଣ କରନ୍ତି? ପଣ୍ଡିତ ମହାଶୟଙ୍କୁ ଉତ୍ତର ଜଣା ନଥିଲା। ସେ କହିଲେ, ମହାରାଜ ମୋତେ 7 ଦିନ ସମୟ ଦିଅନ୍ତୁ, 7 ଦିନ ମଧ୍ୟରେ ମୁଁ ଏହାର ଉତ୍ତର ଦେବି। ମହାରାଜ କହିଲେ, ଠିକ୍ ଅଛି। ପଣ୍ଡିତ ମହାଶୟ ଘରକୁ ଆସି ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିଲେ, କିନ୍ତୁ ବହୁ ଚେଷ୍ଟା ପରେ ବି ତାଙ୍କୁ ଉତ୍ତର ମିଳିଲା ନାହିଁ। ପଣ୍ଡିତଙ୍କ ଏକମାତ୍ର ପୁଅ ତାଙ୍କୁ ଚିନ୍ତାରେ ଦେଖି ପଚାରିଲେ, ବାପା ତମର କ'ଣ ହୋଇଛି? ତମେ ସବୁବେଳେ ଚିନ୍ତାରେ ରହୁଛ? ସେ କହିଲେ, ମହାରାଜ ମୋତେ 3ଟି ପ୍ରଶ୍ନ ପଚାରିଛନ୍ତି, ତାର ଉତ୍ତର ମୁଁ ଖୋଜି ପାଉନାହିଁ। ତାଙ୍କ ପୁଅ କହିଲେ, ସେ ପ୍ରଶ୍ନ କ'ଣ? ପଣ୍ଡିତ ମହାଶୟ କହିଲେ, ତାଙ୍କର ପ୍ରଥମ ପ୍ରଶ୍ନ ଥିଲା ଈଶ୍ୱର ଯଦି ଅଛନ୍ତି ଦେଖାଯାଉନାହାନ୍ତି କାହିଁକି? ଏବଂ ଦ୍ୱିତୀୟ ପ୍ରଶ୍ନ ଈଶ୍ୱର କେତେ ଦୂର ପର୍ଯ୍ୟନ୍ତ ଦେଖିପାରନ୍ତି? ଏବଂ ତୃତୀୟ ପ୍ରଶ୍ନ ଈଶ୍ୱରଙ୍କ କାମ କ'ଣ? ତା ପରଦିନ ପଣ୍ଡିତ ମହାଶୟ ଏବଂ ତାଙ୍କ ପୁଅ ପ୍ରଶ୍ନର ଉତ୍ତର ଦେବା ପାଇଁ ବାହାରି ପଡ଼ିଲେ। ରାଜଦରବାରରେ ମହାରାଜ ପଚାରିଲେ, ଉତ୍ତର ଦିଅ। ପଣ୍ଡିତ ମହାଶୟ କହିଲେ, ମହାରାଜ ଏ ପ୍ରଶ୍ନର ଉତ୍ତର ମୁଁ ନୁହେଁ, ମୋ ପୁଅ ଦେବ, ଯେହେତୁ ସେ ବହୁତ ବୁଦ୍ଧିମାନ, ବହୁତ ଚତୁର। ମହାରାଜ କହିଲେ, ଠିକ୍ ଅଛି। ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ମୁଁ ଆପଣଙ୍କ ଦରବାରକୁ ପ୍ରଥମ ଥର ପାଇଁ ଅତିଥି ଆସିଛି। ଆପଣ କିଛି ଖାଇବାକୁ ପିଇବାକୁ ନ ଦେଇ ଖାଲି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି। ମହାରାଜଙ୍କୁ ଟିକେ ଲଜ୍ଜା ଲାଗିଲା। ସେ କହିଲେ, ଠିକ୍ ଅଛି, ତାଙ୍କ ଖାଇବା ପିଇବା ବନ୍ଦ। ଖିଆପିଆ ସରିଗଲା ପରେ ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ମୋତେ ଗୋଟେ ଗ୍ଲାସ୍ କ୍ଷୀର ଦିଅନ୍ତୁ। ଏବଂ କ୍ଷୀର ଗ୍ଲାସ୍ଟେ ସାଙ୍ଗେ ସାଙ୍ଗେ ଆସିଗଲା। କ୍ଷୀର ଗ୍ଲାସ୍ ଭିତରେ ପଣ୍ଡିତଙ୍କ ପୁଅ କିଛି ସମୟ ଆଙ୍ଗୁଠି ପୁରେଇ ଘାଣ୍ଟିଲା ପରେ ମହାରାଜ ପଚାରିଲେ, ଏହା ଭିତରେ କ'ଣ ଖୋଜୁଛ? ପଣ୍ଡିତଙ୍କ ପୁଅ ପଚାରିଲେ, ମୁଁ ଏହା ଭିତରେ ମହାରାଜ ଘିଅ ଖୋଜୁଛି। ମହାରାଜ କହିଲେ, ଘିଅ କ'ଣ ଏମିତି ମିଳେ? ଘିଅକୁ ପାଇବାକୁ ହେଲେ କ୍ଷୀରକୁ ଗରମ କରି ସର ବାହାର କରିବାକୁ ପଡ଼େ ଏବଂ ସରକୁ ଗରମ କରି ବହୁତ ପ୍ରକ୍ରିୟା ଦ୍ୱାରା ଘିଅ ବାହାରିଥାଏ। ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ଠିକ୍ ସେମିତି ଯେମିତି କ୍ଷୀର ଭିତରେ ଘିଅ ଅଛି ଆମକୁ ଦେଖାଯାଉନାହିଁ, ଠିକ୍ ସେମିତି ଈଶ୍ୱର ସବୁଆଡ଼େ ଅଛନ୍ତି, ଆମକୁ ଦେଖାଯାଉନାହାନ୍ତି। ଈଶ୍ୱରଙ୍କୁ ପାଇବାକୁ ହେଲେ ଜପ ଦପ ଧ୍ୟାନ ଧାରଣା ଏସବୁ କଲା ପରେ ଈଶ୍ୱର ମିଳିଥାନ୍ତି। ମହାରାଜ ପ୍ରଥମ ପ୍ରଶ୍ନର ଉତ୍ତର ଶୁଣି ଖୁସି ହୋଇଗଲେ ଏବଂ କହିଲେ, ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଅ। ପଣ୍ଡିତଙ୍କ ପୁଅ କହିଲେ, ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋତେ ଗୋଟେ ମହମବାତିଟେ ଦିଅନ୍ତୁ। ମହମବାତିଟା ଆସିଲା। ମହମବାତି ଜଳିଲା ପରେ ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ଏ ମହମବାତିର ଆଲୋକ କେତେ ଦୂର ପର୍ଯ୍ୟନ୍ତ ଦେଖାଯାଉଛି? ମହାରାଜ କହିଲେ, ଚାରିପଟକୁ ଦେଖାଯାଉଛି। ଠିକ୍ ସେମିତି ଈଶ୍ୱର ଚାରିଆଡ଼େ ଦେଖିପାରନ୍ତି। 2ଟି ପ୍ରଶ୍ନର ଉତ୍ତର ପାଇସାରିଲା ପରେ ମହାରାଜ କହିଲେ, ମୋ ଶେଷ ପ୍ରଶ୍ନର ଉତ୍ତର ଦିଅ, ଈଶ୍ୱର କ'ଣ କରନ୍ତି? ଈଶ୍ୱରଙ୍କ କାମ କ'ଣ? ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ଏଇଟା ଆପଣ ମୋତେ ଗୁରୁ ହୋଇ ପଚାରୁଛନ୍ତି ନା ଶିଷ୍ୟ ହୋଇ ପଚାରୁଛନ୍ତି? ମହାରାଜ କହିଲେ, ମୁଁ ଶିଷ୍ୟ ହୋଇ ପଚାରୁଛି। ପଣ୍ଡିତଙ୍କ ପୁଅ କହିଲେ, ବଡ଼ ଆଶ୍ଚର୍ଯ୍ୟ କଥା, ଶିଷ୍ୟ ହୋଇ ପଚାରୁଛନ୍ତି ଅଥଚ ଆପଣ ସିଂହାସନରେ ବସିଛନ୍ତି, ଆପଣଙ୍କ ଗୁରୁ ତଳେ ଛିଡ଼ା ହେଇଛି। ମହାରାଜ ଲଜ୍ଜାରେ ପଡ଼ି ତଳକୁ ଓହ୍ଲାଇ ଆସିଲେ ଏବଂ ପଣ୍ଡିତଙ୍କ ପୁଅ ସିଂହାସନରେ ଯାଇ ବସିଲେ। ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ଏଥର ବୁଝିପାରିଲେ ତ ଈଶ୍ୱରଙ୍କ କାମ କ'ଣ? ମହାରାଜ କହିଲେ, କ'ଣ? ପଣ୍ଡିତଙ୍କ ପୁଅ କହିଲେ, ମହାରାଜ ଆପଣଙ୍କ ଶେଷ ପ୍ରଶ୍ନର ଉତ୍ତର ହେଉଛି ଈଶ୍ୱର ଚାହିଁଲେ ଭିକାରୀକୁ 1 ମିନିଟରେ ରାଜା କରିଦେବେ ଏବଂ ରାଜାକୁ ଭିକାରୀ କରିଦେବେ। ତେଣୁ ବୁଝିଲେ ତ ବନ୍ଧୁମାନେ, ଈଶ୍ୱର ଅଛନ୍ତି। ଈଶ୍ୱରଙ୍କ ପ୍ରତି ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ। ଆପଣଙ୍କର ସବୁ ସମସ୍ୟାର ସମାଧାନ ସେ 1 ମିନିଟରେ ଶେଷ କରିଦେବେ। ଆଶା କରୁଛି ବନ୍ଧୁମାନେ କାହାଣୀଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଭିଡ଼ିଓରେ ନୂଆ ଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ନୂଆ କାହାଣୀରେ।
ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।